ରାତିରେ ଠାକୁର ସର୍ପ ରୂପରେ ଆସିବେ, ସର୍ପ ଭୟଙ୍କର ରୂପ ଦେଖେଇବ। ଦେଖନ୍ତୁ ଯୋଉଠି ମାନସିକ ହଉଛି ଗୁହାରିଆ ପଡ଼ନ୍ତି ଯିବ କାଟି। ତ ଆଜି ଆମେ ଚାଲୁନ ଯିବା ବାବା ବିଶ୍ୱନାଥ ଦର୍ଶନ କରିବା। ପାହାଡ଼ ଉପରେ ଅଛନ୍ତି, ଯାହା ଏକ ବହୁତ ପୁରାତନ ପ୍ରତିଷ୍ଠିତ ଆଉ ବାବା ମଧ୍ୟ ବହୁତ ପୁରୁଣା। ତ ଚାଲୁନ ଯିବା। ଆଉ ଲୋକେସନଟା ଆକ୍ଚୁଆଲି ଆପଣମାନଙ୍କୁ ମୁଁ ଦେଖେଇଥିଲି ବେନ୍ଦୁପଡ଼ା ଗାଦିଭ୍ରମ ମଠ, ସେଇ ଲୋକେସନରେ ଦୁଇ ପଟ ରାସ୍ତା ଅଛି। ଆପଣ ସେପଟେ ପୁରୀ ସାଇଡ଼୍ରୁ ଆସିପାରିବେ, ନାହିଁ ତ ଖୋର୍ଦ୍ଧା ସାଇଡ଼୍ରୁ ଆସିପାରିବେ। ଚାଲୁନ ଯିବା, ବହୁତ ସୁନ୍ଦର ପୀଠ। ଚାଲନ୍ତୁ ମୁଁ ଆପଣଙ୍କୁ ସେ ରାସ୍ତା ଦେଖେଇ ଦେଇକି ଚାଲୁନ ଯିବା। ତ ଦେଖନ୍ତୁ ଆମେ ଆସି ପହଞ୍ଚିଗଲେ, ଯାହାକି ସେ ଯେଉଁ ଆମର ବିଶ୍ୱନାଥ ମୁଣ୍ଡିଆ ଯାହାକି ପଡ଼େ ଆମର ଜଗଦଲପୁର ଗ୍ରାମରେ, ଡେଲାଙ୍ଗର ଜଗଦଲପୁର ଗ୍ରାମରେ। ଦେଖନ୍ତୁ ଆମେ ସେଇ ରାସ୍ତାରେ ଯିବା, ମୁଁ ଆପଣଙ୍କୁ ଦେଖେଇ ଦେଉଛି। ତ ଏଇଠି ଲେଖା ହେଇଛି ବିଶ୍ୱନାଥ ମୁଣ୍ଡିଆକୁ ରାସ୍ତା, ଯାହାକି ଜଗଦଲପୁର ଗ୍ରାମ, ଡେଲାଙ୍ଗର ଜଗଦଲପୁର ଗ୍ରାମ। ଆମେ ସିଧା ଯିବା, ଦେଖନ୍ତୁ ଆମେ ସିଧା ଯିବା। ମୁଁ ଯାଉଛି ଗାଡ଼ିରେ, ଦେଖନ୍ତୁ ଏଠି ଗୋଟେ ସାଇଡ୍ କେତେ ପାହାଡ଼ ଅଛି। ଦେଖନ୍ତୁ ଦୁଇପଟ ସାଇଡ୍ ପାହାଡ଼, ତ ଆମେ ମଝିରେ ଯାଉଛୁ। ଦେଖନ୍ତୁ ତ ଆମେ ସେଇ ପାଖରେ ପହଞ୍ଚିଗଲେ। ଦେଖନ୍ତୁ ମରା ହେଇଛି ବିଶ୍ୱନାଥ ମୁଣ୍ଡିଆକୁ ରାସ୍ତା, ଯାହାକି ବିଶ୍ୱନାଥ ହିଲ୍। ତ ଯାହାକି ସେଠି ବାବା ବିଶ୍ୱନାଥ ଅଛନ୍ତି, ବହୁତ ପାତାଳ ଫିଟା ମହାଦେବ। ତ ଚାଲନ୍ତୁ ଆମେ ଯିବା। ଯାହାକି ପାହାଡ଼ ଉପରେ ଠାକୁର ଅଛନ୍ତି। ତ ଦେଖନ୍ତୁ ମୁଁ ଦେଖାଇ ଦେଉଛି, ଯାହାକି ସିଢ଼ି ମାନେ ପାହାଚ ହେଇଛି। ତ ଚାଲନ୍ତୁ ଆମେ ଯିବା। ଦେଖନ୍ତୁ ଆମେ ଦେଖନ୍ତୁ ପାହାଚ ଯାଉଛେ, ଦେଖନ୍ତୁ ପୁରା ଜଙ୍ଗଲ ଜଙ୍ଗଲ ପାହାଡ଼। ତ ଆମେ ସେଇ ଦେଖନ୍ତୁ ସେ ରାସ୍ତା ସିଢ଼ି ଦେଖନ୍ତୁ। ତ ଦେଖନ୍ତୁ ଆମେ ବର୍ତ୍ତମାନ ପାହାଚ ଚଢ଼ି ଚଢ଼ି ଯାଉଛେ। ତ ଆମେ ଏମିତି ଚଢ଼ିକି ଛାଡ଼ିକି ଯିବା, ଯାହାକି 100 ପରେ ପାହାଚ ବୋଧେ। ତ ତାପରେ ଠାକୁରଙ୍କୁ ଦର୍ଶନ କରିବା, ପାହାଡ଼ ଦେଖିବା, ଉପରେ ଯେଉଁ ମନ୍ଦିର ଅଛି ଦେଖିବା। ଚାଲନ୍ତୁ ଯିବା। ତ ଆମେ ବର୍ତ୍ତମାନ ପାହାଚ ଯାଉଛେ ଚଢ଼ି ଚଢ଼ିକା। ତ ଏଇ ପାହାଡ଼ ଉପରେ ଦେଖନ୍ତୁ କେତେ ଚାରିପଟର ଦୃଶ୍ୟ ଦେଖନ୍ତୁ, କେତେ ସୁନ୍ଦର ଲାଗୁଛି। ଦେଖାଯାଉଛି ଆପଣମାନଙ୍କୁ। ତ ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଉଛି ପୁଣି ଥରେ, ଏ ପାହାଡ଼ ଉପରୁ ଚାରିପଟ ଦୃଶ୍ୟ ଦେଖନ୍ତୁ। ଦେଖନ୍ତୁ ଦେଖନ୍ତୁ ଆଗକୁ ଯିବା। ତ ଆପଣ ପାହାଚ ଚଢ଼ିଲେ, ଯାହାକି ପାହାଡ଼ ଚଢ଼ିଲେ ଆପଣ ବହୁତ ହାଲିଆ ଲାଗେ, ଯାହାକି ଆମେ ବି ସେଇଟା ଅନୁଭବ କରୁଛୁ। ତ ସେ ଚାଲନ୍ତୁ ଯିବା, ଆମେ ଉପରକୁ ଯିବା, ଆପଣଙ୍କୁ ଦେଖେଇ ଦେଉଛି। ଦେଖନ୍ତୁ ଯାହାକି ପୁରା ହାଲିଆ ହେଇଗଲାଣି। ତ ପୁଣି ଥରେ ମୁଁ ଆପଣଙ୍କୁ ଚାରିପଟ ଦୃଶ୍ୟ ଦେଖାଉଛି। ଦେଖନ୍ତୁ ବହୁତ ସୁନ୍ଦର ପ୍ରାକୃତିକ ପରିବେଶ ଦେଖନ୍ତୁ। ଏବେ ଚାଲନ୍ତୁ ପୁଣି ଥରେ ଯିବା। ଦେଖନ୍ତୁ ଆପଣଙ୍କୁ ପାହାଚ ଦେଖେଇ ଦେଉଛି, ଚାଲନ୍ତୁ ଯିବା। ତ ଆଉ ଗୋଟେ ଜିନିଷ ହେଉଛି କ'ଣ ନା, ପାହାଚରେ ଥାଏ ଗୋଟେ ଯେ ଆପଣ ଚଢ଼ିଲା ଆସକୁ ଟିକେ କଷ୍ଟ ହୁଏ, ତ ଆପଣ ଓହ୍ଲାଇଲା ଆସକୁ ଜଣାପଡ଼େନି। ତ ଆମେ ବର୍ତ୍ତମାନ ଚଢ଼ୁଛେ, ଆମକୁ କଷ୍ଟ ଜଣାପଡ଼ୁଛି, ଯାଇକି ହାଲିଆ ଲାଗୁଛି। ତ ଓହ୍ଲାଇଲା ଆସକୁ କ'ଣ ହେଉଛି ଦେଖା, ଆମେ ଯାଉଛୁ। ପୁଣି ଥରେ ଦେଖନ୍ତୁ ମୁଁ ଆପଣଙ୍କୁ ପ୍ରାକୃତିକ ପରିବେଶ ଦେଖେଇ ଦେଉଛି। ଏ ପାହାଡ଼ ଉପରେ ଦେଖନ୍ତୁ, ଏବେ ଘର ଗୁଡ଼ିକ କେମିତି ଦେଖାଯାଉଛି ଦେଖନ୍ତୁ। ଆମେ ଯାଉଛେ ବାବା ବିଶ୍ୱନାଥ ଦର୍ଶନ କରିବା, ତ ପାହାଡ଼ ଚଢ଼ି ଚଢ଼ି ଯାଉଛେ। ତ ଆପଣଙ୍କୁ କହିଲି ଯେ ହାଲିଆ ଲାଗେ, ପାହାଡ଼ ଚଢ଼ିଲେ ହାଲିଆ ଲାଗେ। ତ ଏଠାରେ କିଛି ପର୍ଯ୍ୟଟକ ଆସିଛନ୍ତି, ତ ଚାଲନ୍ତୁ ସାର୍ଙ୍କୁ ପଚାରିବା। ସାର୍ ନମସ୍କାର। ସାର୍ ଆପଣଙ୍କ ନାଁ? ମନୋଜ କୁମାର ବରାଳ। ଆପଣଙ୍କ ଘର କୋଉଠି ସାର୍? ପିପିଲି। ଆଚ୍ଛା, ଏବେ କ'ଣ ଠାକୁରଙ୍କୁ ଦର୍ଶନ କଲେ?
ଆଜ୍ଞା ସେଇ ପୀଠ ବିଷୟରେ କ'ଣ କେମିତି ଜାଣିଛନ୍ତି କ'ଣ ମନ୍ଦିର ବିଷୟରେ? ନା ସେତେ ଅଭିଜ୍ଞତା ନାହିଁ କିନ୍ତୁ ଠାକୁରଙ୍କ ଦର୍ଶନ କରିବା ପାଇଁ ଆସିଥିଲୁ କିନ୍ତୁ ଏ ପରିବେଶଟା ବି ବଢ଼ିଆ ସୁନ୍ଦର ବହୁତ ପ୍ରାକୃତିକ ବହୁତ ଭଲ ପର୍ଯ୍ୟଟନ କ୍ଷେତ୍ର ଗୋଟେ ଆଜ୍ଞା ଏଇଟା। ଆଜ୍ଞା ଠିକ୍ ଅଛି ଆଜ୍ଞା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର। ବର୍ତ୍ତମାନ ତ ଆମେ ପଚାରିଲେ ପର୍ଯ୍ୟଟକ କିଛି ଥିଲା ପଚାରିଲେ ବି ଚାଲନ୍ତୁ ଆମେ ଯିବା। ତ ଆଉ ଗୋଟେ ଜିନିଷ ହେଉଛି ଯେ କି ପାହାଡ଼ ଜଙ୍ଗଲ ଯେଉଁଠି ଥିବ ମାଙ୍କଡ଼ ସେଠି ଥିବେ। ଏଇ ଦେଖନ୍ତୁ ମାଙ୍କଡ଼ ଅଛନ୍ତି, ତ ଦେଖନ୍ତୁ ଚାଲନ୍ତୁ ଯିବା। ତ ଦେଖନ୍ତୁ ଆମେ ଦୁଇ ଭାଇ ଯାଉଛୁ, ଦେଖନ୍ତୁ ଦେଖନ୍ତୁ ଆମେ ବର୍ତ୍ତମାନ ଆଉ ଅଳ୍ପ ସମୟ ମାନେ ଯାଇକି ଆଉ ଅଳ୍ପ ବାଟ ରହିଲା ପଳେଇବା। ତ ଆମେ ଦୁଇ ଭାଇ ଦେଖନ୍ତୁ ବର୍ତ୍ତମାନ ଏଠି ହାଲିଆ ହେଇଗଲୁ, ଏଠି ପର୍ଯ୍ୟଟକ ପଚାରିଲେ। ତାପରେ ଦେଖନ୍ତୁ ଚାରିପଟ ପୁଣି ଥରେ ମୁଁ ଆପଣଙ୍କୁ ଦେଖାଇ ଦେଉଛି। ଚାଲନ୍ତୁ ଯିବା। ତ ଆଗରେ ଆମର ପର୍ଯ୍ୟଟକମାନଙ୍କ ପାଇଁ ବସିବା ପାଇଁ ଗୋଟେ ଅଛି ସୁବିଧା ଘର ଅଛି। ଚାଲନ୍ତୁ ସେ ଜାଗାରେ ବସିବା ଆମେ। ତ ଦେଖନ୍ତୁ ଏଇଟା ଆମର ପର୍ଯ୍ୟଟକ ବସିବା ପାଇଁ କରାଯାଇଛି ଘର। ଆମେ ପାହାଡ଼ ଚଢ଼ି ଚଢ଼ି ଯାଉଛେ, ହାଲିଆ ହେଇଗଲେ ଟିକେ ବସିବା, ତାପରେ ଆମେ ଯିବା ଠାକୁରଙ୍କ ଦର୍ଶନ କରିବା। ଦେଖନ୍ତୁ ଏଇଟା ଆମର ପର୍ଯ୍ୟଟକମାନେ ଯେଉଁ ଆସନ୍ତି ଯଦି ହାଲିଆ ହେଇଯାନ୍ତି ବସିବା ପାଇଁ ଏଇଟା ସୁବିଧା ହେଇଛି। ତ ଚାଲନ୍ତୁ ଆମେ ସେଠି ବସିବା ଟିକେ, ତାପରେ ଉପରକୁ ଯିବା। ଦେଖନ୍ତୁ ଏଇ ଜଙ୍ଗଲ ପାଖରୁ ସରି ଆମର ଉପରୁ ଦେଖନ୍ତୁ ଭ୍ୟୁ ମୁଁ ଆପଣଙ୍କୁ ଚାରିପଟୁ ଦେଖେଇଦେବି କେତେ ସୁନ୍ଦର ଦେଖନ୍ତୁ। ତ ଏଇଟା ହେଉଛି ବସିବା ପାଇଁକା ହେଇଛି। ତ କିଛି ସମୟ ବସିବା, ତାପରେ ଉପରକୁ ଯିବା। ତ ଦେଖନ୍ତୁ ଆମେ ଦୁଇ ଭାଇ ଯାକ ବସିଛୁ ଏଠି, ବସିଲା ପରେ ଆମେ ଯିବା ଉପରକୁ। ଯେହେତୁ ବର୍ତ୍ତମାନ 5ଟା ହେଇଗଲାଣି, ହଁ 4:30 ହେଇଗଲାଣି। ତ ଏବେ ବର୍ତ୍ତମାନ ଆଉ କିଛି ସମୟ ପରେ ସୂର୍ଯ୍ୟାସ୍ତ ହୋଇଯିବେ। ତ ମୁଁ ଆପଣଙ୍କୁ ଏ ପାହାଡ଼ ଉପରୁ କେମିତି କୁହୁଡ଼ି ଆସୁଛି ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଇ ଦେଉଛି, ଏବଂ ତାର ପ୍ରାକୃତିକ ପରିବେଶ ମଧ୍ୟ କେମିତି ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଇ ଦେଉଛି। ଦେଖନ୍ତୁ ଆମେ ଆଗକୁ ଯିବା ଏଇ ରାସ୍ତାରେ। ଦେଖନ୍ତୁ ପାହାଞ୍ଚ ଚଢ଼ି ଚଢ଼ି ଯାଉଛି, ଆଉ ଅଳ୍ପ ବାଟ ରହିଲା, ମୁଁ ଆପଣଙ୍କୁ ଦେଖାଇ ଦେଉଛି। ପାହାଡ଼ର ଚାରିପଟ ଦେଖନ୍ତୁ ଆମେ ଯାଉଛେ ବର୍ତ୍ତମାନ। ଦେଖନ୍ତୁ ତ ଦେଖନ୍ତୁ ଆଉ ଅଳ୍ପ ବାଟ ରହିଲା, ଦେଖନ୍ତୁ ଦେଖାଯାଉଛି ମନ୍ଦିର। ତ ଚାଲନ୍ତୁ ଉପରକୁ ଯିବା, ଆପଣଙ୍କୁ ଦେଖାଇ ଦେଖାଇ ନେଉଛି। ଚାଲନ୍ତୁ ଯିବା। ଏପଟେ ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଉଛି, ଆମେ ଏପଟେ ରାସ୍ତାରେ ଆସିଲେ ଦେଖନ୍ତୁ ଫାଇନାଲି ଆମେ ପହଞ୍ଚିଗଲେ ସେ ପାଖରେ। ପୁରା ଦେଖାଇ ଦେଉଛି ଆପଣଙ୍କୁ। ଦେଖନ୍ତୁ ପୁଣି ଥରେ ଚାରିପଟ ଦେଖାଇ ଦେଉଛି। ଏଇ ରାସ୍ତାରେ ଆମେ ଆସିଲେ, ଏଇଠି ଦେଖନ୍ତୁ ଦେଖନ୍ତୁ ପଥର ଥୁଆ ହେଇକି କେମିତି ହେଇଛି କାମ ଦେଖନ୍ତୁ। ସେ ପାଖରେ ପହଞ୍ଚିଗଲେ, ଚାରିପଟ ଦେଖାଇ ଦେଉଛି ଦେଖନ୍ତୁ। ୟୁଟ୍ୟୁବ ତ ଦେଖନ୍ତୁ ମୁଁ ଚାରିପଟ ପୁଣି ଥରେ ଦେଖାଇ ଦେଉଛି। ଇଏ ହେଉଛି ପାହାଡ଼ ଉପର। ତ ଦେଖନ୍ତୁ ୟା ଉପରେ ଅଛନ୍ତି ଠାକୁରଙ୍କ ମନ୍ଦିର ଅଛି, ବା ବିଶ୍ୱନାଥଙ୍କ ମନ୍ଦିର ଅଛି। ତ ମୁଁ ଏଇ ଚାରିପଟ ଦେଖାଇ ଦେଉଛି, ତାପରେ ଚାଲନ୍ତୁ ଉପରକୁ ଯିବା। ଚାଲନ୍ତୁ ଯିବା। ଇଏ ଯଜ୍ଞ ମଣ୍ଡପ। ତ ଚାଲନ୍ତୁ ଉପରେ ମନ୍ଦିର ଠାକୁରଙ୍କ ଦର୍ଶନ କରିବା। ଏହା ହେଉଛି ବାବା ବିଶ୍ୱନାଥ, ଯିଏକି ପାତାଳ ଫିଟା ମହାଦେବ, ଯାହାକି ମନସ୍କାମନା ପୂରଣ କରନ୍ତି। ତ ଦେଖନ୍ତୁ ତାହା ହେଉଛି ଗର୍ଭଗୃହ, ମୁଁ ଆପଣଙ୍କୁ ଦେଖାଉଛି। ଏଠାରେ ଭକ୍ତମାନେ ଦେଖନ୍ତୁ ଶିଳାଲିପି ମାରିଛନ୍ତି।
ଏହା ହେଉଛି ଠାକୁରଙ୍କ ଗର୍ଭଗୃହ, ଚାଲନ୍ତୁ ଦେଖିବା। ଯେହେତୁ ଚାବି ପଡ଼ିଛି ତ ବାହାର ପଟୁ ଆପଣଙ୍କୁ ଦେଖାଇ ଦେଉଛି। ଏସବୁ ମହାଦେବ। ମହାଦେବଙ୍କୁ ଦର୍ଶନ କଲେ ବି ଚାଲନ୍ତୁ ମା ଦୁର୍ଗାଙ୍କୁ ଦର୍ଶନ କରିବା, ଆସନ୍ତୁ। ତା ପୂର୍ବରୁ ମୁଁ ଆପଣଙ୍କୁ ଦେଖାଇ ଦେଉଛି ଯେ ଦେଖନ୍ତୁ ଏ ପାହାଡ଼ ଉପରୁ ପ୍ରାକୃତିକ ପରିବେଶ ଦେଖନ୍ତୁ କେତେ ସୁନ୍ଦର। ଦେଖନ୍ତୁ ଆପଣମାନେ, ମୁଁ ଦେଖାଇ ଦେଉଛି ଆପଣମାନଙ୍କୁ ଚାରିପଟେ ଦେଖନ୍ତୁ। ଦେଖନ୍ତୁ ଇଏ ବାବା ବିଶ୍ୱନାଥଙ୍କ ମୁଣ୍ଡିଆ, ସରି ବାବା ବିଶ୍ୱନାଥଙ୍କ ମନ୍ଦିର। ତ ଏପଟେ ହେଉଛି ମା ଦୁର୍ଗାଙ୍କ ମନ୍ଦିର। ଦେଖାଇ ଦେଉଛି ଆପଣଙ୍କୁ, ଚାଲନ୍ତୁ ଦେଖିବା ମାଙ୍କୁ ଦର୍ଶନ କରିବା। ଇଏ ତ୍ରିନାଥ ଠାକୁର। ତ ଏଠାରେ ନବଗ୍ରହ ଅଛନ୍ତି, ହନୁମାନ ଅଛନ୍ତି, ମା ଦୁର୍ଗା ମଧ୍ୟ ଅଛନ୍ତି ଏ ମନ୍ଦିରରେ। ଏ ଯେଉଁ ମନ୍ଦିରରେ ଆମର ନବଗ୍ରହ ଅଛନ୍ତି, ହନୁମାନ ଅଛନ୍ତି, ମା ଦୁର୍ଗା ଅଛନ୍ତି। ତ ଏପଟେ ହେଉଛି ବାବା ବିଶ୍ୱନାଥଙ୍କ ମନ୍ଦିର। ଦେଖନ୍ତୁ, ତଥାପି ମୁଁ ଆପଣଙ୍କୁ ଦେଖାଇ ଦେଉଛି। ଦେଖନ୍ତୁ ଏ ଚାରିପଟ ମୁଁ ଆପଣଙ୍କୁ ଦେଖାଇଲି। ଏବେ ଚାଲନ୍ତୁ ଆମେ ମୋ ମନ୍ଦିରର ଭାଇନାଙ୍କୁ ପଚାରିବା ମନ୍ଦିର ବିଷୟରେ। ଆମର ଆସିଥିଲେ ବାବା ବିଶ୍ୱନାଥଙ୍କୁ ଦର୍ଶନ କଲେ, ତାପରେ ମୋ ପାଖରେ ଅଛି ମନ୍ଦିର ଦର୍ଶନ କଲେ। ଦେଖନ୍ତୁ ଏ ପାହାଡ଼ ଉପରୁ ଚାରିପଟର ଭ୍ୟୁ ଦେଖାଇଲି, ମଧ୍ୟ ଆଉଥରେ ମଧ୍ୟ ଦେଖାଇବି। ତା ପୂର୍ବରୁ ଆମେ ଟିକେ ମନ୍ଦିର ବିଷୟରେ ପଚାରିବା କି ମନ୍ଦିରର ପୂଜକ ଭାଇନା ଅଛନ୍ତି, ତ ଚାଲନ୍ତୁ ତାଙ୍କୁ ପଚାରିବା। ଭାଇନା ନମସ୍କାର। ଭାଇନା ଆପଣ ନା? କାଳୁ କାଳୁ ମହାପାତ୍ର। ଭାଇନା ଏ ଯେଉଁ ମନ୍ଦିର ବିଷୟରେ ଟିକେ କହିପାରିବେ କି? ମନ୍ଦିର ତ ପୁଅ ରାଜା କରିଥିଲେ ମନ୍ଦିର। ସେତେବେଳେ ରାଜାଙ୍କ ଇଏ ଜଣେ ବିଶ୍ୱନାଥ ମହାଦେବ ବିଶ୍ୱାମିତ୍ର ଋଷି ଜଣେ କେବଳ ଏଇ ମାନସିକ ଯେଉଁମାନେ ଭକ୍ତ କରିବେ, ଏଠି କାହାର ରୋଗ ହେଇଛି, କାହାର କୌଣସି ଗ୍ରହ ଖରାପ ପଡ଼ୁଛି, ଏଠି ଯିଏ ମାନସିକ କରିବ, ଏଠି ତାଙ୍କୁ ଋଷି ତାଙ୍କର ଭକ୍ତିକୁ ମାନସିକ ପୂରଣ କରନ୍ତି। ଏଠି ଜାଗର ଯାତ୍ରା ସଂକ୍ରାନ୍ତିରେ ଲୋକ ଏଠି ଗୁହାରିଆ ବି ଭଲ ପଡ଼ିକି ରହନ୍ତି। ଏଠି ଜୀବ କାଟି ଗୁହାରିଆ ପଡ଼ନ୍ତି। ଏଠି ଭକ୍ତଙ୍କର ରାତିରେ ସେ ପ୍ରଭୁ ନିଜେ ଋଷି ରୂପରେ ଆସିକି ତାଙ୍କୁ ବରଦାନ ଦିଅନ୍ତି। ମାନେ ପ୍ରଭୁ ନିଜେ ଆସନ୍ତି? ନିଜେ ଆସନ୍ତି। ସେ ରାତିରେ ତ କେହି ରହିବେନି, କେବଳ ସେଇ ଗୁହାରିଆ ଲୋକ ଯିଏ ସିଏ ରହିବେ। ଆଚ୍ଛା, ଭକ୍ତମାନେ ସବୁ କୋଉଠୁ ଆସନ୍ତି? ଭକ୍ତ ଆସନ୍ତି କଟକ, ଭୁବନେଶ୍ୱର, ପୁରୀ, ବହୁତ ଦୂର ଦୂର ସବୁ ଭକ୍ତ ଆସନ୍ତି। ମାନସିକ ଠାକୁର ମାନେ ପୂରଣ ହୁଏ? ମାନସିକ ଏଠି ପୁରା ଯେ କୌଣସି ପିଲା ଝିଲା ହଉନି କାହାର, ସିଏ ଏଠି ମାନସିକ କଲେ ତାଙ୍କର ପୁତ୍ର ସନ୍ତାନ ହଉଛି। କାହାର ରୋଗ ହଉଛି ଭଲ ହଉନି, ଏଠି ସିଏ ମାନସିକ କଲେ ତାଙ୍କ ରୋଗ ଭଲ ହଉଛି। ଆଚ୍ଛା, ଠାକୁର କ'ଣ ପାତାଳ ପିଠା ମହାଦେବ? ହଁ, ରାଜା ଶାସନ ବେଳେ ରାଜା ଆସିଥିଲେ, ଦିନେ ପାହାଡ଼ ଉପରେ ବସିଥିଲେ। ତାଙ୍କୁ ଏ ଋଷି ଜଣେ ବସିକି ତପସ୍ୟା କରୁଥିଲେ। ସେ ରାଜାଙ୍କୁ କହିଥିଲେ ଯେ ଏଠି ମନ୍ଦିର କରିବ, ଏଠି ଯେକୌଣସି ଭକ୍ତ ଆସି ମୋତେ ଏଠି ପୂଜାପୂଜି କରିବେ, ମୁଁ ତାର ଦୁଃଖ ବୁଝିବି ବା ତାର ମନସ୍କାମନା ପୂର୍ଣ୍ଣ କରିବି। ତ ରାଜାଙ୍କୁ ଦର୍ଶନ ଦେଇକରି ଯାଇଥିଲେ। ରାଜା ସେଇଦିନଠୁ ମନ୍ଦିର କରିଥିଲେ। ଏଠି ସେଇଦିନଠୁ ରାଜା ଖଞ୍ଜା ଜମି ଦିଆଯାଇଛି। ପଣ୍ଡାଙ୍କୁ 3 ବାଟି ଜମି ଦିଆଯାଇଛି। ସେମାନେ ସେବା କରିବେ, ଆଉ ଯାହା ଭକ୍ତମାନଙ୍କର ପୂଜା ଅର୍ଚ୍ଚନା କରିବେ। ସବୁ ଏଠି ଠିକ୍ ଅଛି ବାବା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର। କଥା ହେଲେ ମନ୍ଦିର ବିଷୟରେ ଜାଣିଲେ, ତ ଆମେ ଚାଲନ୍ତୁ ଆଉ ଟିକେ ଚାରିପଟ ଦେଖିଦେବା। ଉପରୁ ମୁଁ ଆପଣଙ୍କୁ ଦେଖାଉଛି ଚାରିପଟ ଦୃଶ୍ୟ, ଦେଖନ୍ତୁ। ଘର ଅଛି ଯାହାକି ଆମର ଜିଭ କାଟିକି ମାନସିକ କରିକି ପଡ଼ନ୍ତି। ଚାଲନ୍ତୁ ଦେଖିବା ଆମେ। ମାନେ କହୁଛନ୍ତି ଯାହାକି ମନ୍ଦିରର ପଛପଟେ ଅଛି। ଦେଖନ୍ତୁ ଏଇଟା ହେଉଛି ଗୁହାରିଆ ଘର, ଯାହା ଭକ୍ତମାନେ ଏଇ ଜାଗାରେ 7 ଦିନ ଉପାସରେ ରହିକି ଗୁହାରିଆ ପଡ଼ନ୍ତି, ଯାହାକି ତାଙ୍କ ମନସ୍କାମନା ପୂରଣ ହୁଏ। ଏଇଟା ହେଉଛି ଗୁହାରିଆ ଘର। ଏନୁ କ'ଣ କେମିତି କହିବେ ଟିକେ ବିଷୟରେ କହିପାରିବେ? ଏଠି ସେମାନେ ନ ଖାଇ ନ ପିଇ ଖାଇବେନି କିଛି। ଏଠି ମୁହଁ ଲୁଚେଇକି ଏଇ ଘରେ ଅଧ୍ୟାୟ ପଡ଼ିବେ। ତାଙ୍କୁ ରାତିରେ ଠାକୁର ସର୍ପ ରୂପରେ ଆସିବେ। ସର୍ପ ଭୟଙ୍କର ଦେଖେଇବ, ବାଘ ରୂପରେ ରଡ଼ି ପଡ଼ିବ, ଷଣ୍ଢ ଆସିକି ବୋବେଇବ। ଏମିତି ପ୍ରକାର ବିଶିକାଳ ମଣିଷ, ଗୋଟା ବିଚିତ୍ର ବଡ଼ ମଣିଷ ଲୋକ ଆସିବ। ସେ ଭୟ କରିକି, ଯିଏ ନ ଭୟ କଲା, ଯିଏ ରହିଲା ସେ ବର ପାଇବ। ଯେଉଁମାନେ ଭୟ କରି ପଳେଇବେ ଗୋଟାଟା, ସେମାନେ ବର ପାଇବେନି।
ଠାକୁର ଟିକେ ତ ସେଥିପାଇଁ ଏ ଘର ଗୁହାରିଆ ଘର ହେଇଛି ଏ ମନସ୍କାମନା ପୂରଣ ହୁଏ। ତ ଦେଖନ୍ତୁ ଏଇଟା ହେଉଛି ସେ ଗୁହାରିଆ ଘର। ଭାଇନାକୁ ମଧ୍ୟ ପଚାରିଲେ ଯାହାକି କୁହୁଡ଼ି ଚାରିପଟେ ଯେହେତୁ ଶୀତ ଦିନ ତ କୁହୁଡ଼ି ଦେଖନ୍ତୁ କିଭଳି ପାହାଡ଼ ଉପରେ ଦେଖନ୍ତୁ କେମିତି କୁହୁଡ଼ି ଜଣାପଡ଼ୁଛି ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ମୁଁ ଚାରିପଟ ପୁଣି ଠାରେ ଦେଖାଉଛି ଏ ମନ୍ଦିର ଯାହାକି ପାହାଡ଼ ଉପରେ ଠାକୁର ଅଛନ୍ତି। ମୁଁ ଆପଣଙ୍କୁ ମଧ୍ୟ ଭାଇନା ମଧ୍ୟ କଥାବାର୍ତ୍ତା ହେଲେ ଯାହାକି ଗୁହାରିଆ ପଡ଼ନ୍ତି ଠାକୁର ଯାହାକି ପ୍ରତ୍ୟକ୍ଷ ମହାଦେବ ଯାହାକି ସବୁ ଜାଗାରୁ ଠାକୁରଙ୍କ ପାଖକୁ ଦର୍ଶନ କରିବା ପାଇଁ ଆସନ୍ତି। ତ ମୁଁ ଆପଣଙ୍କୁ ଦେଖେଇଲି। ଯଦି ଆପଣଙ୍କୁ ଏ ଭିଡ଼ିଓ ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, କମେଣ୍ଟ କରିବେ, ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିବେ ଯାହାକି ମୋତେ ଭିଡ଼ିଓ ଅପଲୋଡ଼ କରି ସର୍ବପ୍ରଥମେ ଆପଣଙ୍କ ପାଇଁ ପହଞ୍ଚିବ। ରହିଲି, ଜୟ ଜଗନ୍ନାଥ।